ଆଜି ମୁଁ ଆପଣମାନଙ୍କୁ ବୀଜ କାହାକୁ କୁହାଯାଏ, ବୀଜୀୟ କଥନ କ'ଣ, ପଦ କ'ଣ, ସଦୃଶ ପଦ ଆଉ ଅଦୃଶ ପଦ କାହାକୁ କୁହାଯାଏ ତାହା କହୁଛି। ପ୍ରଥମରେ ମୁଁ ବୀଜ କାହାକୁ କୁହାଯାଏ କହୁଛି। ବୀଜର ଅର୍ଥ ହେଲା ଅକ୍ଷର। ହେଲା, ବୀଜର ଅର୍ଥ ହେଲା ଅକ୍ଷର। କୌଣସି ଅଙ୍କ ସ୍ଥାନ ପରିବର୍ତ୍ତେ ଅକ୍ଷର ବା ବୀଜର ଉପଯୋଗ କରାଗଲେ ଉକ୍ତ ଅକ୍ଷରକୁ ବୀଜ ଅକ୍ଷର କୁହାଯାଏ। ମନେକର ମୁଁ କହିବି ରାମର ବୟସ 5 ବର୍ଷ। 5 ବର୍ଷ ଜାଗାରେ ଯଦି ରାମର ବୟସକୁ x ଧରାଯାଉ, ଏମିତି ଯେଉଁ ଅଙ୍କ ପରିବର୍ତ୍ତେ x, y କି p, q ସବୁ ପଦ ବଦଳରେ ଅକ୍ଷର ଲେଖାଯିବ, ସେଇଟାକୁ ବୀଜ ବୋଲି କୁହାଯିବ। ବୀଜୀୟ କଥନ। ବୀଜୀୟ କଥନ କାହାକୁ କୁହାଯାଏ? ଯଦି କୌଣସି କଥାକୁ ବୀଜୀୟ ରୂପରେ ବ୍ୟକ୍ତ କରାଯାଏ, ସେହି କଥାଟାକୁ ବୀଜୀୟ କଥନ କୁହାଯାଏ। କଥନ ହେଲା କୌଣସି ସଂଖ୍ୟାକୁ ସେହି ସଂଖ୍ୟା ସହ ଯୋଗ କଲେ ସଂଖ୍ୟାର 2 ଗୁଣ ହୁଏ। ଅର୍ଥାତ୍ a + a ହେଲା 2a। ଏଇ ଯେଉଁ ବୀଜୀୟ କଥନ ହେଲା ଏଇଗୋଟା କୁହାଯାଏ। କୌଣସି ସଂଖ୍ୟାକୁ ସେହି ସଂଖ୍ୟା ସହ ଯୋଗ କଲେ ସଂଖ୍ୟାର 2 ଗୁଣ ହୁଏ। ବୀଜୟ କଥନ କାହାକୁ କହିବା? ନା, ଯଦି କୌଣସି କଥାକୁ ବିଜୟ ରୂପେ ବ୍ୟକ୍ତ କରାଯାଏ ତେବେ ସେଇ କଥାକୁ ବିଜୟ କଥନ କୁହାଯାଏ। ତୃତୀୟ ଜିନିଷଟା ହେଲା ପଦ। ଆମେ ପଦ କାହାକୁ କହିବା? ଯଦି ବୀଜ ଓ ସଂଖ୍ୟାର ଗୁଣନ ବା ହରଣ ଦ୍ୱାରା ମିଳୁଥିବା ରାଶିକୁ ପଦ କୁହାଯାଏ। ଯଥା କ'ଣ? ନା x, z କି x, y ବା x, y, z ଏଇଟା ଗୁଣନ ହେଇକି ସବୁ ଅଛି। ନହେଲେ x/y ଏଇ ଟାଇପ୍ର ଥିବ। ଗୁଣନ ବା ହରଣ ଦ୍ୱାରା ମିଳୁଥିବ ରାଶିକୁ ସେଇଟା କୁହାଯାଏ। କ'ଣ କୁହାଯାଏ? ନା ପଦ ବୋଲି। ଇଏ ଗୋଟେ ପଦ ବୋଲି ୟାକୁ ଆମେ କହିବା। ଏଇଟା ଗୋଟେ ପଦ ବୋଲି କହିବା। କିନ୍ତୁ ଯଦି ଆମର ଥିବ p + 2, ଇଏ ଗୋଟେ ପଦ ହେବନି। ଏଇଟା p ଗୋଟିଏ ପଦ, 2ଟି ପଦ ହେବ। ଏଇଟା ମିଶାଣ ହେଇକି ଅଛି। ହେଲା, ଏଇଟା 2ଟି ପଦ ଅଛି। କିନ୍ତୁ ପଦ କହିବା କେମିତି? ନା ବୀଜ ବା ସଂଖ୍ୟାର ଗୁଣନ ବା ହରଣ ଦ୍ୱାରା ମିଳୁଥିବା ଯେଉଁ ରାଶିକୁ ପଦ ବୋଲି ଆମେ ଚିହ୍ନିତ କରିବା, ଜାଣିବା। ତାପରେ ଆମେ ଜାଣିବା ସଦୃଶ କ'ଣ, ଅଦୃଶ ପଦ କ'ଣ। ଯେଉଁ ପଦ ଗୁଡ଼ିକର ଅକ୍ଷର ଓ ଘାତ ସମାନ, ସେଗୁଡ଼ିକ ସଦୃଶ ପଦ। ଉଦାହରଣ ଦେବା ସଦୃଶ ପଦର। ମନେକର 5x ଲେଖେଇଥିବ, 2x, 3x ଏଇ ଟାଇପ୍ର ଯଦି ଥିବ, ହେଲା, ଏଇଟା ହେଲା ସଦୃଶ ପଦ। ଏକା ଭଳିଆ ଥିବ, ଅକ୍ଷର ଥିବ ଏକା ବାଗିଆ, ତା ସାଙ୍ଗରେ ତାର ଘାତ ବି ଏକା ବାଗିଆ ଥିବ। ଆଉ ଉପରେ ଘାତ ଗୁଡ଼ାକ ବି ଏକା ସମାନରେ ଅଛନ୍ତି। ଏଇଟା ହେଲା ସଦୃଶ ପଦ। ନଚେତ୍ ଆମେ ଦେଖିବା 2x² y, 7x² y, 12x² y କି x² y, ଏଗୁଡ଼ିକ ଆମର ହେବ କ'ଣ? ନା ସଦୃଶ ପଦ। କାରଣ ଆର ସବୁ ଘାତ ସଂଖ୍ୟା ସବୁ ସମାନ ଅଛି। ଏଇଟା ହେଲା ସଦୃଶ ପଦ। ଅଦୃଶ ପଦ ତାର ଅପୋଜିଟ୍ଟା, ମାନେ ଏଇ ଯେଉଁ ସର୍ତ୍ତ ଅଛି ଆମେ ଯେଉଁ କହିଲେ, ଯାହାର ଅକ୍ଷର ସମାନ ହେଇଥିବ ଓ ଘାତ ସମାନ ହେଇଥିବ, ସେଇଟା ହେଲା ସଦୃଶ ପଦ। ଯେଉଁ ପଦର ଅକ୍ଷର ସମାନ ନଥିବ, ଘାତ ବି ସମାନ ନଥିବ, ସେଇଟା ହେଲା ଅସଦୃଶ ପଦ। ଅସଦୃଶ ଆମେ ଲେଖିବା x ଧର 3x² y, 3xqy, ଏଇଟା ହେଲା ଅସଦୃଶ ପଦ। ଏଇଭଳି ଆମେ
ଜାଣିଲେ କ'ଣ ବୀଜ କାହାକୁ କହିବା, ବୀଜୀୟ କଥନ କାହାକୁ କହିବା, ପଦ କ'ଣ, ସଦୃଶ ପଦ ଅଦୃଶ ପଦ କ'ଣ, ଆକୁ ଆମେ ସବୁ ଜାଣିଲେ। ମୋ ଭିଡ଼ିଓଟି ଯଦି ଭଲ ଲାଗିଥିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ କମେଣ୍ଟ ଦେବେ।